ଶିମୁଳିଆ ବାଲିଖଣ୍ଡ ଏବଂ ସୋରଗୁଡ଼ ଅଞ୍ଚଳରେ ଅବକାରୀ ଚଢ଼ଉ। ବିପୁଳ ପରିମାଣରେ ଦେଶୀ ବିଦେଶୀ ମଦ ଓ ଗୋଟିଏ ମୋଟରସାଇକେଲ ଜବତ। 2 ଜଣ ଗିରଫ। ଗିରଫମାନେ ହେଲେ ଶିମୁଳିଆ ବାଲିଖଣ୍ଡ ଅଞ୍ଚଳର ସୁଶାନ୍ତ ମିଶ୍ର ଏବଂ ସୋରଗୁଡ଼ ଅଞ୍ଚଳର ସନାତନ ରାଉଳ। ସୂଚନା ଦେଉକି ଚୋରା ମଦ କାରବାର ନେଇ ବିଶେଷ ସୂତ୍ରରୁ ଖବର ପାଇ ବାଲେଶ୍ୱର ଜିଲ୍ଲା ଅବକାରୀ ମୋବାଇଲ ଟିମ୍ ଆଜି ଶିମୁଳିଆ ବାଲିଖଣ୍ଡ ଓ ସୋରଗୁଡ଼ ଅଞ୍ଚଳରେ ଚଢ଼ଉ କରିଥିଲେ। ଏହି ଚଢ଼ଉରେ 35 ଲିଟର ବିୟର, 8 ଲିଟର ବିଦେଶୀ ମଦ, 40 ଲିଟର ଦେଶୀ ମଦ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଥିଲେ। ଜଣେ ଫେରାର ହୋଇଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ଉ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ମୋବାଇଲ ଟିମ୍ ଇନ୍ସପେକ୍ଟର ହରିହର ସିଂଙ୍କ ନେତୃତ୍ୱରେ ସବ୍ ଇନ୍ସପେକ୍ଟର ଭବେଶ ଦାସ, ଏଏସ୍ଆଇ ଦୁର୍ଯ୍ୟୋଧନ ବେହେରା, କନେଷ୍ଟବଳ ମିନତି ପରିଡ଼ା, କନେଷ୍ଟବଳ ସୋନାରାମ ସୋରେନ ପ୍ରମୁଖ ଏହି ଚଢ଼ଉରେ ଅଂଶଗ୍ରହଣ କରିଥିଲେ।